କେଜାଣି ଗଣୁନୁ ତୁ। 10 5 5 10 20 ହେଲା। ତୁ 10 ଏ 10 କେତେ ହେଲା? କେତେ ଟଙ୍କା ହେଲା? 50 50 ହେଲା। ତୁ ଟା ହିସାବ ଶିଖିଛୁ ଯେ ନାଇଁ ବେ ବକବଟି ଭଳିଆ ସକାଳଟାରୁ ରେଜା ଗଣୁଛୁ। ରେଜା ବି ଗଣି ପାରୁନୁ ଠିକ ସେ। ଇଏ 40 ହଁ ଆଉ ତମ ପାଖେ ଥବ 10 ମୋ ପାଖରେ କୋଉଠି ହେଲା 10? ଗେମ୍ ଖେଳୁଛ? ଗେମ୍ ଖେଳୁଛି ବୋଲି ମୋ ପାଖରେ ପଇସା ଅଛି। ଆଜ୍ଞା ଆପଣମାନେ ଯଦି ଗେମ୍ ଖେଳିକି ପଇସା କମାଇବା ପାଇଁ ଚାହୁଁଛନ୍ତି ମୁଁ ବାୟୋରେ ଲିଙ୍କ୍ ଦେଇଦେବି। ଗେମ୍ ଖେଳିକି ପଇସା କମାଇବେ। ଜମା ଜମା ଖେଳିବନି। ଜମା ଖେଳିବେ ଖେଳିବେ କିନ୍ତୁ 10 ଟଙ୍କା ଦେବେନି। ସେ ତାଙ୍କର ରଖିବେ। ତୁ 40 ଟଙ୍କା ଦେଇ କଣ କହୁଛୁ 50 ଟଙ୍କା? ଚକୁଳି ତରକାରୀ ଆଣିବ ଚକୁଳି ତରକାରୀ ଆଣିବି 40 ଟଙ୍କାରେ। ଆଉ ପଇସା ମିଶେଇ ଦଉନି। ଆଉ ପଇସା ମିଶେଇ କଣ ଗାଁ ଗୋଟେ ଜାଗା ଖାଇବେ ନା କଣ ଚକୁଳି ପଇସା ଚକୁଳି ଆଣିଲେ? ଚକୁଳି କେତେ ପଇସା? 5 ଟଙ୍କା। 5 ଟଙ୍କା ହୁଁ ମୁଁ ଦେଇଛି କେତେ ପଇସା? ପଇସା ଦେଇନ 40 ଟଙ୍କା ଦେଇଛୁ। ପଇସା ଦେଇଥିଲେ ସିନା ତତେ କହିଥାନ୍ତି ପଇସା ଦେଇଛୁ ବୋଲି। ହଉ ଏକା କଥା। ଏକା କଥା। ପଇସା ଆଉ ଟଙ୍କାଟା ଭିତରେ ଫରକ ଜାଣିନୁ କହୁଛୁ ଏକା କଥା। ତରଭୁଜ ଛୁରୀ ଉପରେ ପଡିବ ଯା ଏ ତରଭୁଜ ଛୁରୀ କୁଆଡେ ଆଇଲା ବେ? ଟଙ୍କା ପଇସା କଥା ଉଠିଛି ତୁ ତରଭୁଜ ଆଣିକି କାହିଁ ଆଣୁଛୁ? 40 ଟଙ୍କାଟା ଦେଇଛି। ହଁ 40 ଟଙ୍କାଟା ଦେଇଛି। ହଁ ଚକୁଳି 5 ଟଙ୍କା ମୋ ପାଇଁ 4ଟା ଚକୁଳି ନେଇ ଆସିବ। ଆଉ ବାକି 20 ଟଙ୍କାରେ ତରକାରୀ ନେଇ ଆସିବ। ତମେ ନ ଖାଅ